किछि दिन तले जेतबले इलेक्शन प्रक्रिया आरंभ होइथिला सी तो सुर राउतरे आम न्यूज रूम रो स्टूडियो को आसीथिले। आ भितरे गोटे मास बीती जाइछि निर्वाचन फलाफल प्रकाश पाइबार। सुरबाबूଙ୍କ ଠାରୁ ଆଜି ଅନେକ ଗୁଡ଼ିଏ ପ୍ରଶ୍ନର ଉତ୍ତର ଖୋଜିବା। ସେ ତ ରାଉତରାୟ ମୁଁ ଆପଣଙ୍କଠୁ ଜାଣିବା ପାଇଁ ଚାହିଁବି ଏ ଇଲେକ୍ସନ୍ ଆପଣଙ୍କ ଘରେ ଗୋଟେ ଝଡ଼ ତିଆରି କଲା କି? କରିଥିଲା କି ପ୍ରକାରର ଝଡ଼ ତିଆରି କଲା? କରିଥିଲା ସାନ ପୁଅ ବିଜେଡ଼ି, ବଡ଼ ପୁଅ କଂଗ୍ରେସ। ଆପଣଙ୍କର ରୋଲ୍ ସେଠି କ'ଣ ଥିଲା? ସାନକୁ ବୁଝାଉଥିଲେ? ସାନ ପୁଅ ପାଇଁ ଲଢ଼ିଥିଲି, ବଡ଼ ପୁଅ ପାଇଁ ଯାଇଥିଲି। ବଡ଼ ପୁଅ ଆପଣଙ୍କ କଥାରେ ରାଜି ନଥିଲେ? ନା, ଏଇ ନ୍ୟୁଜ୍ ରୁମ୍ର ଇଣ୍ଟରଭ୍ୟୁରେ ସେ ଅନେକ ଗୁଡ଼ିଏ କଥା କହିଥିଲେ। ବାପା ଯାହା କରୁଛନ୍ତି ଭୁଲ କରୁଛନ୍ତି। ବର୍ଷ ବର୍ଷର ତ୍ୟାଗ ତପସ୍ୟାକୁ ସେ ପାଣିରେ ପକାଇଦେଲେ। ସେ ତା ମତ କହିଛି, ମୁଁ ମୋ ମତ, ହଁ ସାନ ମତ। ହଁ ସାନକୁ ମୁଁ ପଚାରିଲି, ମୁଁ ତାକୁ ସାନକୁ ଠିଆ କରିବା ପାଇଁ 5 ବର୍ଷ ଆଗରୁ ବୁଲଉଥିଲି, ବଡ଼କୁ କିଛି କହିନଥିଲି। ବଡ଼ ତାର ସାଡ଼େ ଥିଲା, ବିଶ୍ୱର 7ଟା ବଡ଼ ପାହାଡ଼ ଚଢ଼ିବା, ଆଇରନ୍ ମ୍ୟାନ୍ ହେବା, ଗୋଟେ କମ୍ପାନୀର ଡାଇରେକ୍ଟର, ଆମେରିକାରେ ବଢ଼ିଆ ଘର କରିଛି, ବୋହୂ ମୋର ପ୍ରଫେସର, ଖୁବ୍ ଭଲରେ ସେ ଅଛନ୍ତି। ଯୋଡ଼ିଏ ଝିଅ ଭଲ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ, ଲାଇଫ୍ ଏନ୍ଜୟ କରେ ସେ ମୋଟିଭେଟେଡ଼ ହେଇନଥିଲା ପଲିଟିକ୍ସ ଲାଇନ୍। ଆପଣ ମୋତେ ବଡ଼ଟା, ସାନଟାକୁ 5 ବର୍ଷ ଆଗରୁ ମୁଁ ତାକୁ ଏରିଆ ବୁଲେଇଛି, MLA ସବୁ ଦେଇଛି, ଲୋକଙ୍କ କାମ କରେଇଛି। ତା ମନରେ କ'ଣ ହେଲା କେଜାଣି, କହିଲା ମୁଁ କଂଗ୍ରେସରୁ ଠିଆ ହେବି। କଂଗ୍ରେସ ଟିକେଟ୍ ଫାଇନାଲ୍ ହେଇଥିଲା, ଖୁସିରେ ଜିତିଥାନ୍ତା, ବିଧାନସଭାକୁ ଯାଇଥାନ୍ତା କଂଗ୍ରେସ MLA ହେଇକି। କହିଲା ମୁଁ ଠିଆ ହେବିନି କଂଗ୍ରେସରୁ, ଷ୍ଟେଟମେଣ୍ଟ ବି ଦେଇଦେଲା। ତୋ ଲିଡର କିଏ? ନା ମୋ ଲିଡର ହେଉଛି ନବୀନ ପଟ୍ଟନାୟକ, ମୁଁ ଚଏସ୍ କରିଛି ନବୀନ ପଟ୍ଟନାୟକ। ମୁଁ କହିଲି ଦେଖ, ମୁଁ 3 ଥର ପଚାରିବି, 3 ଥର ଯାକ ତୁ ଯଦି ଫାଇନାଲ୍ କହିବୁ ଚିନ୍ତା କରି କହ, ତୋ ଲିଡର କିଏ? ତୋ ଲିଡର କିଏ? ତୋ ଲିଡର କିଏ? ସେ କହିଲା ନବୀନ ପଟ୍ଟନାୟକ। ତାହେଲେ ଶୁଣ, ମୁଁ 62 ମସିହା ବିଜେପି କଲେଜ ପଢ଼ୁଥିଲି, ମହତାବଙ୍କ ସଂସ୍ପର୍ଶରେ ଆସିଲି। ମୁଁ ନେହେରୁକୁ ଯାଏ ଆଣିବା ପାଇଁ, ଛାଡ଼ିବା ପାଇଁ ପିଲା ନେଇକି। ସେଇ ଦିନଠୁ କଂଗ୍ରେସରେ ରହିଛି। କିନ୍ତୁ ମହତାବ ମରିଗଲେ ମଧ୍ୟ ମୁଁ ତାଙ୍କ ପୂଜା ଆଜି ବି କରୁଛି। ପ୍ରତିବର୍ଷ ଜୟନ୍ତୀ ଶ୍ରାଦ୍ଧ କରିଥାଉ। ସେମିତି ଯଦି ତୁ ଚଏସ୍ କଲୁ, ଦଳ ଚେଞ୍ଜ କରିବୁନି କି ନେତା ଚେଞ୍ଜ କରିବୁ, ହାରନ୍ତୁ ବା ଜିତନ୍ତୁ, କହ ମୋତେ। ନା ବାପା, ମୁଁ ଆପଣଙ୍କ ଭଳିଆ ହାରିଲେ ବି ନବୀନ ପଟ୍ଟନାୟକ, ବିଜେଡିରେ ରହିବି, ଜିତିଲେ ବି ରହିବି। ଏବେ କହୁଛନ୍ତି ତ ବିଜେଡିରେ ରହିବି। ହଁ ଗଲା ଏକ। ତାପରେ ହଠାତ୍ ଦିନ ଦେଖିଲା ବେଳକୁ ବଡ଼ ଆସି ହାଜର ହେଲା। ବୋଲିକିରେ ନା ବାପା ମୁଁ ଠିଆ ହେବି। ବୋଲି ତୁ ଆଗରୁ କହିଲୁନି, ମୁଁ ଜଟଣୀ ଦେଇଥାନ୍ତି, ଖୁସିରେ ହେଇଥାନ୍ତା, ଆଉ ତାକୁ ରିଜାଇନ୍ କରିନଥାନ୍ତି। ତୁ ହଠାତ୍ ଆସି 2-3 ମାସ ଅଛି ପହଞ୍ଚୁ। ନା ମୁଁ ଠିକ୍ କରିଛି, ମୋ ମାମୁଁ ଘର ନିମାପଡ଼ାରେ ଠିଆ ହେବି। ମୋର ଆପତ୍ତି ନାହିଁ, କିନ୍ତୁ ମୁଁ କଂଗ୍ରେସରେ ଠିଆ ହେବି। ମୋର ଆପତ୍ତି ନାହିଁ। ତୋ ଲିଡର ରାହୁଲ ଗାନ୍ଧୀ, ତୋ ଲିଡର ରାହୁଲ ଗାନ୍ଧୀ, ତୋ ଲିଡର ରାହୁଲ ଗାନ୍ଧୀ। କଂଗ୍ରେସ ଲାଇଫ୍ ଲଙ୍ଗ ଚାଲ ଲଢ଼ୁଛନ୍ତି। କିନ୍ତୁ ସେ ବଡ଼ ପୁଅ ଆପଣଙ୍କ କଥାରେ ଏକମତ ନୁହନ୍ତି। ସେ କହିଲେ ବାପା ଭୁଲ କଲେ। ମୋ ବାପା ଭୁଲ, ତୁ କ'ଣ ବୁଝିବୁ? ଶଳା ବାପା ବୁଲିବାକୁ ମହତାବ ବୁଝିପାରିନାହାନ୍ତି। ମହତାବ ତୁ କିଏ ବୁଝିବ? ତୁ କ'ଣ ବୁଝିବୁ? କାଲି ଆଇଛୁ ତୁ କ'ଣ କଂଗ୍ରେସ ବିଷୟରେ କହିବୁ? ତୁ କାଲି ଆଇଛୁ, 57 ବର୍ଷ ହେଲା କଂଗ୍ରେସ କାମ କରୁଛି ରାଜଧାନୀ ଉପରେ। ମୁଁ ମୋ ଭଳିଆ ଲୋକକୁ ମୋ ପୁଅ ଟିକେଟ୍ ମାରି କଂଗ୍ରେସକୁ କାଢ଼ି ଦେଇଛନ୍ତି। ତୁ କ'ଣ ଏମିତି ପୋଖତ କଂଗ୍ରେସ ମୋତେ ଶୁଣଉଛୁ? ତ ଆପଣ ପଶ୍ଚାତାପ କରୁନାହାନ୍ତି ବର୍ତ୍ତମାନ ସମୟରେ? ପୁଅକୁ ଆଲାଉ କଲେ ବିଜେଡିରେ ଯିବା ପାଇଁ, ଆଉ ହାରିଲେ 2 ପୁଅ ଯାକ। ଆପଣ ଏତେ ବର୍ଷ ଧରି ଗୋଟେ ଏଇନା ଫେର୍ ଦିନକୁ 18 ଘଣ୍ଟା ଏଇନା ଆଇଲାଣି। 4ଟା ମୁଖ୍ୟମନ୍ତ୍ରୀ, 4ଟା ମନ୍ତ୍ରୀ, 3ଟା ଅଫିସର ଘରୁ, 2ଟା ଡାକ୍ତରଖାନା। ମୁଁ ରେଡ଼ି ଏକଦମ। ବଡ଼ ପୁଅକୁ ନିମାପଡ଼ା ଏରିଆରେ ସେ ଯେଉଁଠି ଠିଆ ହେବ, ସେ ଯେଉଁଠି ଠିଆ ହେବ ବଡ଼ ପୁଅ ପାଇଁ ଯିବି ଡୋର୍ ଟୁ ଡୋର୍।
ଏବେ ଆଉ ଯିବେ ହଁ। ଇଏ ତ 5 ବର୍ଷ ପରେ ସେ ଇଲେକ୍ସନ ଯେବେ ହବ ମୁଁ 5 ବର୍ଷ କ୍ଷାର କରେନି। ମୁଁ ଆକୁ କହିଛୁ ମୁଁ ଯା ଲୋକଙ୍କ ପାଖକୁ ହାରିଆ ଦିନଠୁ ମୁଁ ଯାଉଛି। କାଲି ଗୋଟେ ଯାଇଛି ମାନେ ପୁଅ ମାନେ ଆପଣଙ୍କର ଲାଗିଲେଣି ଜଣେ ହଁ, ନିମାପଡ଼ାରେ ଜଣେ ହଁ। ଭୁବନେଶ୍ୱର ବୁଲିଲେଣି ହଁ। ଏଇ ମାସେ ହେଇଛି ମାତ୍ର ରିଜଲ୍ଟ ଭାରି ପୁରା ଫିଲ୍ଡ ଆଉ ଜଣେ ବା- ବିଜେଡିରେ ଜଣେ କଂଗ୍ରେସ ବା- ଆପଣ କଣ ବିଜେଡି ନା କଂଗ୍ରେସ ନା ମୁଁ ଇଣ୍ଡିପେଣ୍ଡେଣ୍ଟ କଂଗ୍ରେସରେ ବହିଷ୍କୃତ ଆପଣ କଂଗ୍ରେସ ବୟସ୍କୁର ଇଣ୍ଡିପେଣ୍ଡେଣ୍ଟ। ଆପଣ ପରା କହୁଥିଲେ କଂଗ୍ରେସର ଘେରାଉ କରିବେ କଂଗ୍ରେସ ଭବନ ହଁ ମୋ ସେକ୍ରେଟାରୀ ମାନେ ଜେନେରାଲ ସେକ୍ରେଟାରୀ କଂଗ୍ରେସର ସଭାପତି ସବୁ ଏକାଠି ହେଇଛନ୍ତି ଏ ଦରଦାମ ଉପରେ ଦରଦାମ ଅଫିସ ଭିତରେ ଯୋଉ ପଶିଲେ ବିଜେପି ଆପଣଙ୍କୁ ବହିଷ୍କୃତ କରାଯାଇଛି ସେ ସମ୍ପର୍କରେ ନୁହଁ ନା ମୁଁ ସେଥିରେ ଚାହେଁନି। ସେ ମନକୁ କଲେ କରିବେ ନହେଲେ ନାହିଁ। କିନ୍ତୁ ମୁଁ ଜିତିଥିଲା ପର୍ଯ୍ୟନ୍ତ ମୋ ସାନ ପୁଅ ଯେଉଁ ଦଳରୁ ଠିଆ ହେବ ବିଜେଡ଼ିରୁ ତା ପାଇଁ କାମ କରିବି। ବଡ଼ ପୁଅ ଯେଉଁଠୁ ଠିଆ ହେବ କଂଗ୍ରେସରୁ ତା ପାଇଁ କାମ କରିବି। ଆପଣ କଣ ନିମାପଡ଼ା ଯାଇଥିଲେ ପ୍ରଚାର ହଁ 7 ଦିନ ସେ ମନା କରୁଥିଲେ ଆପଣ ସେ ନିଜେ ଫେର କହିଲେ ଆସ ବାପା। ସେ ମନା କରୁଥିଲେ ବାପାଙ୍କୁ କେବେ ହେଲେ ଫେର ବାପାକୁ ସେଇ ଡାକିଲେ ଗଲି। ମୁଁ ସେମିତି ଯାଏନି। ମୁଁ ଗୁଞ୍ଜାଳିଆ ଲୋକ ନୁହଁ। ବିନା ନିମନ୍ତ୍ରଣ ବିନା ଡାକାରେ ମୁଁ କୋଉଠି ଗୁଞ୍ଜି ହେଇକି ଯାଇନି ଜାତକରେ। ପୁଅ ଆସିକିରି ପୁଣି ଡାକିଲେ ହଁ କିନ୍ତୁ ଆପଣ ଯିବା ପରେ ବି କିଛି ପ୍ରଭାବ ତିଆରି ହେଲା ପହଲାନି କେମିତି ମୁଁ ଯେଉଁ ପ୍ୟାଚରେ ବୁଲିଲି 3-4 ହଜାର ଭୋଟ ସେପଟେ ମିଳିଛି। କେତେ ଭୋଟ ପାଇଲେ 7,000 7,000 ଆ ସେଠେଇ ବିଜେପି ଯେଉଁ ପଇସା ଖର୍ଚ୍ଚ କଲା ଆପଣ ଦେଖନ୍ତୁ। ମୁଁ ମୋ ଜୀବନରେ 11ଟା ଇଲେକ୍ସନ୍ ଫେସ୍ କରିଛି। 11ଟା ଇଲେକ୍ସନ ଏଥର ଯେଉଁ ଇଲେକ୍ସନ୍ ହେଲା ଯେତେବେଳେ ନରେନ୍ଦ୍ର ମୋଦି ୟୁପିରେ ହାରିଗଲା ସାଉଥରେ ହାରିଗଲା ସେ ମାଡ଼ଟା କଲା ମୋ ପୁଅ ଉପରେ ଏଠି ଭୁବନେଶ୍ୱରରେ। ଗୋଟେ ପ୍ରାଇମ୍ ମିନିଷ୍ଟର 4 ଥର ଆସି ରୋଡ଼ ଶୋ କରି ଗଭର୍ଣ୍ଣର ହାଉସ୍ରେ ଟଙ୍କା ବାଣ୍ଟିଆ ଇତିହାସ ଅଛି। କଳଙ୍କିତ ଇତିହାସ କରିଛି ନରେନ୍ଦ୍ର ମୋଦି। 4 ଥର ଗୋଟେ MP ପାଇଁ ଆସି ଏ ଏରିଆରେ ବୁଲି ଟଙ୍କା ଗୁଡ଼ାକୁ ଆଣି ବିଡ଼ା ବିଡ଼ା ବାଣ୍ଟି ଏ ଏରିଆଟାକୁ କ୍ୟାପ୍ଚର 4 ଥର ହେଇଥିଲା। 4ଟା ସ୍ତର ହେଇଥିଲା ଭୋଟ ଓଡ଼ିଶାରେ 2ଟା ସ୍ତର ତ ବିଜେଡ଼ି କାହିଁ ଅଧିକା ହେଇଛି। ଏଠି ଯେଉଁ 2 ସ୍ତର ରହିଲା ଚାରିଆଡ଼ୁ ସେ ହାରିଲା। ମାଡ଼ ଏଇଠି କଲା ପଇସା 3ଟା ମୁଖ୍ୟମନ୍ତ୍ରୀ ଏଠି ପଡ଼ି ରହିଲେ। ଶାହା ଆସିଲା ହୋମ୍ ମିନିଷ୍ଟର ଡିଫେନ୍ସ ସିଂ ଆଇଲା ହେମନ୍ତ ବିଶ୍ୱାଳ ଆଇଲା ମୋ ପୁଅକୁ ହରାଏ। ତା ସତ୍ତ୍ୱେ ନବୀନ ପଟ୍ଟନାୟକ ଫେସ୍ ମୋ ପୁଅର ଫେସ୍ ତାର ମାନେ ଶୈଳୀ ଏବଂ ମୋ ସଂଗଠନ 4,83,000 ଭୋଟ ମିଳିଛି। 4 ଥର ପ୍ରାଇମ୍ ମିନିଷ୍ଟର 3ଟା କ୍ୟାବିନେଟ୍ ମନ୍ତ୍ରୀ ହେମା ମାଳିନୀ 3ଟା ମୁଖ୍ୟମନ୍ତ୍ରୀ ସତେ ଏତେ ପଇସା ବାଣ୍ଟିଆ ସତେ ମୋ ପୁଅ ପାଇଛି। ଧନ୍ୟବାଦ ଏକାମ୍ର ଧନ୍ୟବାଦ ମଧ୍ୟମ ଭୁବନେଶ୍ୱର ଧନ୍ୟବାଦ ଉତ୍ତର ଧନ୍ୟବାଦ ଜଟଣୀ ଧନ୍ୟବାଦ ଖୋର୍ଦ୍ଧା ବେଗୁନିଆ ବଲଗଡ଼ ବାଳକାଟି 4,83,000 ଭୋଟ ଆଉ 10-12 ହଜାର ଭୋଟରେ ପୁଅ ଜିତାତା। ଆପଣ କଣ ଜାଣିନାହାନ୍ତି ବିଜୁ ଜନତା ଦଳ ଯେତେବେଳେ ଇଲେକ୍ସନ ଲଢ଼େ ସବୁ ମେକାନିଜିମ୍ କି କାମରେ ଲଗେଇ ଦିଏ ଏଠି କିଛି ନାହିଁ। ତାଙ୍କର ପଇସା ବି ନାହିଁ। କି ପଇସା 1.5 କୋଟି ଟଙ୍କା ଦେଇଥିଲେ କି ଲଢ଼ା ଲଢ଼ିବ ସେଥିରେ। ମୋ ପୁଅ ନିଜ ପକେଟରୁ ପଇସା ଖର୍ଚ୍ଚ କରିଛି। ମୁଁ କରିଛି ସେଗୁଡ଼ା କହିଲେ ପରେ ଇଲେକ୍ସନ କମିଶନ ନାଗୁଡ଼ା କିଳା କାଲି ସେଗୁଡ଼ାକ ନୁହଁ। ସୁରବାବୁ ଯାହା ଦେଇଛି ବିଜେଡ଼ି କିଛି ନୁହଁ। ବିଜେଡି ପାଖରେ କଣ ପଇସା ନଥିଲା ଥିଲା ଦେଇନାହାନ୍ତି। ଦେଇନାହାନ୍ତି ନା ଦେଇପାରିଲେ ଦେଇନାହାନ୍ତି ଦେଇପାରିଲେନି। କଣ ଅସୁବିଧା ହେଲା କେଜାଣି ତାଙ୍କର କ'ଣ ହେଲା ଦେଇପାରିଲେ। ସେ ଓଡ଼ିଶା ଯାକ ଦେଇପାରିଲେନି। ଓଡ଼ିଶା ସାରା ଦେଇପାରିଲେ ସବୁ MP ମାତ୍ର 1.5 କୋଟି ପାଇଛନ୍ତି। ମୁଁ ଯାହା ସଂଗ୍ରହ କରି ଏଇ ଟଙ୍କା ପାଇଁ କଣ ପୁଅ ହାରିଗଲା ହଁ ଯେଉଁଠି 30-40 ଲକ୍ଷ ଟଙ୍କା କୋଟି ଖର୍ଚ୍ଚ କରୁଛି ନରେନ୍ଦ୍ର ମୋଦି ଏଠି ବାଣ୍ଟିକିରି ବସ୍ତି ଗୁଡ଼ାକରେ 5,000 10,000 ଦେଉଛି ଗୋଟେ ଗୋଟେ ଭୋଟରକୁ। ବିଜେଡି ହାରିଲା କାହିଁକି ଏଇଥିପାଇଁ ଟଙ୍କା ପାଇଁ ବିଜେଡି ପାଖରେ ଟଙ୍କା ନାହିଁ ଯେ ବିଜେଡି ହାରିଗଲା। ହଁ ଏ ମୋ ପ୍ରାକ୍ଟିକାଲ କଥା ମୋ 7ଟା ନିର୍ବାଚନ ମଣି କଥା। ଟଙ୍କା ନାହିଁ ନା ଟଙ୍କା ପହଞ୍ଚି ପାରିଲା ଟଙ୍କା ପହଞ୍ଚି ପାରିଲା କାହିଁକି ପହଞ୍ଚି ପାରିଲାନି ତାକୁ ସେଣ୍ଟ୍ରାଲ ପୋଲିସ ଜଗିଦେଲେ ଟଙ୍କା ବାହାର କରେଇଦେଲେ। ଶଙ୍ଖ ଭବନରୁ ଟଙ୍କା ବାହାରି ପାରିଲା। ଏ ଲଢ଼ିବ କ'ଣ ପୁରା ନରେନ୍ଦ୍ର ମୋଦି ଚାଞ୍ଚି ତାର 4 ଗାଡ଼ି ରଖିକି। ଆପଣ ଏଇଟା ଦେଖିଛନ୍ତି ହଁ ମୋ ଆଖିରେ ଦେଖିଛି ଟଙ୍କା ବାହାରି ପାରିଲାନି ଶଙ୍ଖ ଭବନ।
ଭୁବନେଶ୍ୱର ତ ପାଖ ଏଠି ତ ଟଙ୍କା এইটি বাহারি পারলানি তা ভিতর টঙ্কাটা বাহারলে সিনা ভুবনেশ্বর রামেশ্বর আসব কি এতেকি আসব রবিটকি চক টঙ্কাটা তো ঘরে বসে বাহারি পারলানি ଆଉ থুয়া ହେଇଛି। ତ ଏଥର ଗୋଟେ ୟୁନିକ୍ ଇଲେକ୍ସନ ହେଲା ସବୁଥର ତ ଟଙ୍କା ଏଥର ନରେନ୍ଦ୍ର ମୋଦି ପୁରା ସବୁ ପ୍ରକାର ଶକ୍ତି ବିୟୋଗ କରି ଲାଷ୍ଟ ଯେଉଁ ଦୁଇ ଥାକ ଆଜି ସରକାର କରିଛି କ'ଣ ମୋହନ ମାଝୀ କେମିତି ମୁଖ୍ୟମନ୍ତ୍ରୀ ସ୍ୱପ୍ନରେ ତାଙ୍କ ଦଳ ସରକାର କରି ସ୍ୱପ୍ନ ଦେଖିଥିଲା କିଏ ତାଙ୍କର କେବଳ ନରେନ୍ଦ୍ର ମୋଦି ଯେଉଁ ପଇସା ଖର୍ଚ୍ଚ କଲା ମାଡ଼ କଲା ଯେଉଁ ଲାଷ୍ଟ ଦୁଇଟା ଧକ୍କା ସେଇଠି ଆସିକି ସରକାର କରିଛି। କିନ୍ତୁ ସୁରବାବୁ ମୋ ହିସାବ ମୁଁ ଜଣେ ରାଜନୈତିକ ସୁରବାବୁ ହିସାବରେ କ'ଣ ବିଜେଡି ଜିତିଥିଲେ ଭଲ ହେଇଥାନ୍ତା? ସେ ଭଲ ଖରାପ ଯାହା ହେଇଥାନ୍ତା এইটাକୁ ପୁରା କିଣି ନେଇଗଲେ ଧରକେଇ ନେଇଗଲେ ପଇସା ଦେଇ ନେଇଗଲେ ଅଫିସରକୁ ବୁଲେଇ ଦେଲେ ଟଙ୍କା ବାହାର କରିଦେଲେ ନବୀନ ପଟ୍ଟନାୟକ ଶଙ୍ଖ ଭବନରୁ ବାହାରି ତ ଭଲ ହେଲା ନା ଖରାପ ହେଲା? ଭଲ ଖରାପ ସରିଲାଣି ଆଉ କହିବି କ'ଣ ସରିଲାଣି ଅଲରେଡ଼ି ଗଡ଼ ଏ ସରକାରକୁ ଆମେ କହୁଛୁ ଏଇନା ମୋହନ ମାଝୀ କହିକି ଆଇଛି ମୋହନ ମାଝୀ ଆଏ ମୋହନ ବାବୁ ଭେଟିଲେ ମୋହନ ମାଝୀ? ହଁ ମୋ ଏଥର ପଞ୍ଚମ ଥର ହଁ କ'ଣ କହିଲେ? ମୋର ଘନିଷ୍ଠ ସମ୍ପର୍କ 15 ବର୍ଷ ବନ୍ଧୁ ବଢ଼ିଆ ଲୋକ ଅନେଷ୍ଟ ଲୋକ ଆଦିବାସୀ ଲୋକ ମୁଁ କହିଲି এই সময় ভিতরে যোড়িয়ে কাম কর সুনাম অর্জন কর କ'ଣ କାମ କରିବା? এ ঝুপুড়ি বস্তি সহর আর গাঁরে আদিবাসী হরিজন মুসলমান খ্রিস্টান ঘর খন্ডিয়া ঘর টিণ পকা ঘর নড়া ঘর ছাত পকাই দে ইলেকট্রিক দিয়ে পানি দিয়ে এ গরিব লোক 30% লোক বঞ্চিଯିବେ এবং ଆମେ ଚାଷୀ କୂଳ ଦୟା ପାଣି ଶୁଖିଲା ଭାର୍ଗବୀ ଶୁଖିଲା ମହାନଦୀ ଶୁଖିଲା ସବୁ ଶୁଖିଲା ତଳେ ବନ୍ଧ ପକାଇଦେ ମହାନଦୀରେ ଯେଉଁ ହେଇଥିଲା 11ଟା ବନ୍ଧ ପକାଇଦେଲେ 70% ଓଡ଼ିଶାର ଲୋକ ଆମେ ଚାଷରେ ବଞ୍ଚିଯିବୁ। ଏପର୍ଯ୍ୟନ୍ତ ଆଜି କହୁଛ ମୁଁ କାଲି କଥା କାଲି ବୋଲଗଡ଼ ଯାଇଥିଲେ ବେଉସଡ଼ା ହେଇନି ରୁଆ ହୋଇପାରୁନି ପାଣି ନାହିଁ ସବୁ ଉଚ୍ଚ ଜାଗା ମୋ ଏରିଆରେ ବି ସେୟା ଦେଖୁଛି ଯଦି ବନ୍ଧ ପଡ଼ିଯିବ ପାଣି ଆସିଯିବ ଦୟାରେ କେନାଲରେ ଆମେ ବଞ୍ଚିଯିବୁ। ମୁଁ ତାଙ୍କୁ ଏଇଆ କହି ସେ କହିଛନ୍ତି ପାରି ଦେଇ କରିବି ମୁଖ୍ୟମନ୍ତ୍ରୀ ହଁ ଆଜି କହିଛନ୍ତି ତ ମିଡ଼ିଆ ଭାଇ ଥିଲେ ନବୀନ ବାବୁଙ୍କୁ ଯେମିତି ଆପଣ ଭେଟୁଥିଲେ ମୋର ସମ୍ମତି ଅଛି ଆଜି 5ଟା ମତେ ଦେଖା କରିଛି ଲୋକଙ୍କ କାମ ମୁଁ ଲୋକଙ୍କ କାମ ପାଇଁ ଯିବି ବ୍ୟକ୍ତିଗତ ମୋର ବ୍ୟକ୍ତିଗତ ଭଗବାନ ଭଲରେ ରଖିଛି ଟ୍ରାନ୍ସଫର ପୋଷ୍ଟିଂ ସେଗୁଡ଼ାକରେ ମୁଁ ପଶେନି କେବେ ଜାତକରେ ପଶେନି କେହି କହିଲେ ଗୋଟେ ମାଷ୍ଟର ବଦଳି ମୁଁ ଜୀବନରେ କରିନି କିଏ କହିଲେ ମୋତେ ମୁଁ ଯାଏ ଖାଲି ଯେଉଁ କରାପ୍ଟ ଅଫିସର ଗୋଟେ ବିଡ଼ିଓ ଖାଇଯାଉଛି ତାକୁ ଉଠା ଗୋଟେ ପୁଲିସ ଅଫିସର ଖାଇଯାଉଛି ତାକୁ ଉଠେଇ ଦିଏ ମୁଁ ତମେ ଯାଇ ଅନ୍ୟଠି ଖାଅ କିନ୍ତୁ ସେ ଆମ ଏରିଆରେ ଏତେ ଖାଇଲେ ହେବନି ଯିଏ ଯାଉଛି ଯାଚିକି ନିଅ ଯାଚିକି ଦେଉଛି ନିଅ ନେବା ପାଇଁ ଆପଣ କହନ୍ତି ମୁଁ ତ ଯାଚିଲେ ଯେ ନିଏ ମୁଁ ମାଗେନି କାହାକୁ ଆଜି ଯା 50 ବର୍ଷ ରାଜଧାନୀ ଭୁବନେଶ୍ୱରରେ କିନ୍ତୁ ଦେଲେ ମନା କେଉଁ ବେପାରୀ କହିପାରିବ ଦେଇଛି କେଉଁ ବିଲ୍ଡର ଦେଇଦେବ କେଉଁ କଣ୍ଟ୍ରାକ୍ଟ ଦେଇଛି କିଏ ଦେଇଛି ଆପଣଙ୍କର କାମ ଯଦି କେତେବେଳେ ହେଇଯାଇଛି କିଛି ବକ୍ସିସ୍ ଦେଇଛ ମୁଁ ମୋ ଜୀବନରେ ଜଟଣୀ ଭୁବନେଶ୍ୱର ଏଇ ବାଲିପାଟଣା ଏରିଆରେ 48ଟା ହାଇସ୍କୁଲ ତମେ ସବୁ ଚାକିରି କରିଛ ଧନ୍ଦା କରୁଛ କରିପାରିବ ସରକାରୀ ଚାକିରି କରିପାରିବ 48 ହାଇସ୍କୁଲ এইটি যা শিশুপা ଯେଉଁଠି ଖାରବେଳ ଜନ୍ମ ହେଇଥିଲା ହାଇସ୍କୁଲ କରିଛି এইটি ଯା ଅଶୋକ ସହିତ ଲଢ଼ ଧଉଳିପାଳ ହାଇସ୍କୁଲ এইটি ଯା ବାଙ୍କୁଆଳ ହାଇସ୍କୁଲ କୋରଡ଼କଣ୍ଟା ହାଇସ୍କୁଲ ଇଟିପୁର ହାଇସ୍କୁଲ ଶାନ୍ତପୁର ହାଇସ୍କୁଲ କପିଳେଶ୍ୱର ହାଇସ୍କୁଲ ସୁନ୍ଦରପଦା ହାଇସ୍କୁଲ এইটি ଦେଖ ପୁରା ଦାରୁଟଙ୍ଗା ହାଇସ୍କୁଲ ନନ୍ଦନକାନନ ହାଇସ୍କୁଲ ଚନ୍ଦକା ହାଇସ୍କୁଲ ଅନ୍ଧାରୁଆ ହାଇସ୍କୁଲ କଣ୍ଟାବାଡ଼ ହାଇସ୍କୁଲ ପାଇକରାପୁର ହାଇସ୍କୁଲ ଜଟଣୀ ସହର ଯାଅ ବାଚାରା ସବୁ ଆପଣ କରିଛନ୍ତି ଆଉ ଆମେ କରିଛୁ ଏବଂ ଆଇଆଇଟି ନାଇଜର ଇନଫୋସିସ୍ ଅଲ୍ ଇଣ୍ଡିଆ ମେଡ଼ିକାଲ ସାଇନ୍ସ 10ଟା ମ୍ୟାନେଜମେଣ୍ଟ କଲେଜ ଜଟଣୀ ଏରିଆରେ ଶିକ୍ଷା ପେଣ୍ଠସ୍ଥଳୀ ହେଉଛି ଗୋଟେ ଜଟଣୀ ସୁରବାବୁ ବଢ଼ିଆ ଟାଉନ ହଲ୍ ସୁରବାବୁ ଆପଣଙ୍କର ପୁଅ ହାରିଗଲେ ଆଉ ଦୁଇ ପୁଅ ଯାକ ହାରିଗଲେ ବଡ଼ ପୁଅ ହାରିଗଲେ ଆପଣ ମନ ଦୁଃଖ କାହା ପାଇଁ ବେଶୀ କାହିଁ ଦିହିଙ୍କ ପାଇଁ ଦୁଃଖ ଏବଂ ଦୁଃଖ ତାଙ୍କୁ ଦିହି କହିଦେଇଛି ମାଡ଼ ପାଇଁ ହାରିକି ଲଢ଼ିବାକୁ ପଡ଼ିବ ଏତେ ଲୋକ ଭୋଟ ଦେଇଛନ୍ତି ଦୁଃଖ ସୁଖରେ ପହଞ୍ଚିବାକୁ ପଡ଼ିବ ବନ୍ୟାରେ ପହଞ୍ଚିବାକୁ ପଡ଼ିବ ବାତ୍ୟାରେ ପହଞ୍ଚିବାକୁ ପଡ଼ିବ ଆକ୍ସିଡେଣ୍ଟରେ ପହଞ୍ଚିବାକୁ ପଡ଼ିବ ବିପଦ ପଡ଼ିଛି ପହଞ୍ଚିବାକୁ ପଡ଼ିବ କିଏ ଗୋଟେ ଆସିଲା ଡାକ୍ତରଖାନା ନେଇ ପହଞ୍ଚିବାକୁ ପଡ଼ିବ ମୁଁ ଯେମିତି କରୁଛି ତାକୁ ସେମିତି ଟ୍ରେନ୍ କରାଇଛି ସେମିତି ସେ ବଢ଼ିଆ ମୋଠୁ ଭଲ କରୁଛି ସେ ବଡ଼ ଯେଉଁ ସ୍କୁଲରେ ପାଣି ନେଇ ପାଣି ଦେଇଦେଉଛି ହାତରୁ ଯେଉଁ ଗରିବ ଲୋକର ଘର ନେଇ ତିଆରି କରିଦେଉଛି ବଡ଼ ସିଦ୍ଧାର୍ଥ ଇଏ ସେମିତି
ବନବତ୍ସ ସେମିତି କେଉଁଠି ପାଣି ଦରକାର କେଉଁ ଗାଁକୁ ଦେଇଦେଉଛି ହାତରୁ ଇଲେକ୍ଟ୍ରିକ୍ ଟ୍ରାନ୍ସଫର ପୋଡ଼ି ଯାଇଛି ପଇସା ଦେଇକି ଲଗେଇ ଦେଉଛି 2 ଜଣ ଯାକ ହାତରୁ କରୁଛନ୍ତି ଦିପେସା ବଡ଼ ପୁଅ ରାଜି ନଥିଲେ ଯେ ସାନ ପୁଅ ଯାଉ ଆପଣଙ୍କର ବିଜେଡି କି ବୋଲି ନା ତାର ଇଚ୍ଛା ନଥିଲା ଆଉ ସେ କିଏ ସେ ତା କଥା କହିବ ନା ଆଉ କି ମୁଁ ମୋ କଥା କହିବି ତୁ କ'ଣ ମୋ କଥା କହିବୁ ସେ ତାର ଚଏସ୍ କଲା 5 ସାଲ ପରି 15 ବର୍ଷ ଗୋଟେ କ୍ୟାପ୍ଟେନ୍ 150 ଦେଶ ଯାଇ ସେ ଚଏସ୍ କଲା ନବୀନ କି ତୁ ଚଏସ୍ କଲୁ ରାହୁଲକୁ ତୁ ତୋ ଲାଇନ୍ରେ ଯା ସେ ତା ଲାଇନ୍ରେ ଯାଉ ସେବା ରଖ ହାତରେ ମୁଁ ସେବାଟା ରଖିଛି ବୋଲେ ବଞ୍ଚିଛି ଖାତିର ନାହିଁ କାହାଠୁ ପଇସା ନେଲେ ସିନା ଦବିବୁ ମୁଣ୍ଡ ଫୁଟିବୁ କାହାଠୁ ନେବାର ନାହିଁ ମୋ ଯୋଡ଼ିଏ ମାର୍କେଟ ଅଛି ଯେତିକି ପଇସା ମୁଁ ବଞ୍ଚେ କାହାକୁ ମାଗିବାର ନାହିଁ ତ ସୁରବାବୁ ଆଉ ଗୋଟେ କଥା ଯେ ଏ ଯେଉଁ ଇଲେକ୍ସନ୍ ଯେମିତି ହେଲା ଏ ପାଣ୍ଡିଆନଙ୍କର ଆକ୍ଟିଭିଟିକୁ ନେଇ କ୍ୱେଶ୍ଚିନ୍ ହେଲା ଓଡ଼ିଆ ଅସ୍ମିତା ଆସିଲା ଆପଣ ଏସବୁ କିଛି ନୁହଁ ପାଣ୍ଡିଆନ ବହୁତ ରାଜ୍ୟର ବହୁ ବିକାଶ କରିଛି ଆପଣ ଏଇ ବସଷ୍ଟାଣ୍ଡ ଦେଖନ୍ତୁ ମୁଁ 10-12ଟା ଦେଶ ଯାଇଛି କାଲିଫର୍ଣ୍ଣିଆ ସହରରେ ମୁଁ ଏଇଭଳିଆ ବସଷ୍ଟାଣ୍ଡ ଦେଖିଥିଲି ଏମିତି ବସଷ୍ଟାଣ୍ଡ ଇଣ୍ଡିଆରେ କେଉଁଠି ନାହିଁ କଟକ ବସଷ୍ଟାଣ୍ଡ ଦେଖ ରୋଡ଼ ଓଡ଼ିଶା ଯାକ ରୋଡ଼ ଦେଖ ପ୍ରତି ଗାଁରେ ସ୍କୁଲକୁ ଦେଖ 5T ଜରିଆରେ ହେଇଛି ପ୍ରତି କଲେଜ ଦେଖ ପ୍ରତି ମେଡ଼ିକାଲ ଦେଖ ଏ କରିଛି କିଏ ନବୀନ ପଟ୍ଟନାୟକ କରିଛି ପାଣ୍ଡିଆ ସୁପରଭିଜନ କରିଛି କଳିଙ୍ଗ ଷ୍ଟାଡିୟମ ମୁଁ ଆରମ୍ଭ କରିଥିଲି ମହତାବକୁ ଧରି ତ ପାଣ୍ଡିଆନକୁ ଆପଣ ଦଉଛନ୍ତି ଶ୍ରେୟ ଯେ ପାଣ୍ଡିଆନ ଏସବୁ କରିଛି ହଁ କରିଛି ସେ ଯେଉଁ ଲୋକ କରିଛି ମାନିବିନି ତାହେଲେ ଲୋକ ତାଙ୍କୁ କାହିଁକି ଭୋଟ ଦେଲେ ତାଙ୍କୁ ଲୋକ ଦେଲେନି କେବଳ ନରେନ୍ଦ୍ର ମୋଦି ଯେଉଁ 4 ଦିନ ଏଠି 4 ଥର କ୍ୟାମ୍ପ କଲା ପଇସାଟା ଆଣିକି ଗଭର୍ଣ୍ଣର ହାଉସରେ ଏ ଗଭର୍ଣ୍ଣର ସବୁ ଦେଖିଛି ଏ ଯେ ଗଭର୍ଣ୍ଣର ଅଛି ପଇସା ବଣ୍ଟିବା କାରଣ ତାଙ୍କ ଦଳ ଲୋକ ସେ ସେଇଠି ବଣ୍ଟା ହେଲା ପଇସା ଡେଲି ଗାଡ଼ି ଲାଗିଲା ଏ ଲାଗିଲା ଶଙ୍ଖ ଭବନ ଚାରିପାଟେ ସେଣ୍ଟ୍ରାଲ ପୁଲିସ ଜଗିଦେଲେ ଟଙ୍କା ତାଙ୍କର ବାହାରି ପାଇଲାନି ଡିପରେସନ୍ ଦିସ୍ ଟଙ୍କା ଯୋଗୁଁ ବିଜେପି ପୁରା ଟଙ୍କା ଯୋଗୁଁ ହଁ ବିଜେପି ଜିତିଲା ଏଠି ବିଜେଡି ହାରିଲା ଏଠି ଟଙ୍କା ତାଙ୍କର ଶଙ୍ଖ ଭବନରୁ ବାହାରି ମୁଁ ଦେଖିଛି ମୋ ଆଖିରେ ମୁଁ ଜଣେ ପଲିଟିକାଲ ଲୋକ ଏଇଠି 4 ଦିନ ଯଦି ନରେନ୍ଦ୍ର ମୋଦି ଆଟାକ୍ ନ କରିଥାନ୍ତା ଭୁବନେଶ୍ୱର ସହର ଚାରିପାଖ 3-3ଟା ଚିଫ୍ ମିନିଷ୍ଟର ଅଧିକା ପଡ଼ିନଥାନ୍ତେ ମାନେ ହୋମ୍ ମିନିଷ୍ଟର ଡିଫେନ୍ସ ମିନିଷ୍ଟର ଅଧିକା ପଡ଼ିନଥାନ୍ତେ ବୈଜୟନ୍ତୀମାଲା ଗିରିଗିରି ନ ବୁଲିଥାନ୍ତେ ତାହେଲେ ଏତେ ଭୋଟ ପାଇନଥାନ୍ତେ ସରକାର କରିପାରିନଥାନ୍ତେ ଯଦି ସରକାର କରିଛନ୍ତି ଏଇ ଯେଉଁ ଲାଷ୍ଟ ଥାକ 2 ଥାକ ଏଇଠି ମାଡ଼ କଲେ ଗଭର୍ଣ୍ଣର ହାଉସରେ ଆଣି ପ୍ରଧାନମନ୍ତ୍ରୀ ପଇସା ରଖିଲା ବଣ୍ଟା ହେଲା ଜିତିଲେ କିନ୍ତୁ ଆଗରୁ କ'ଣ ଯେତେ ଥର ବିଜେଡି ଜିତୁଥିଲା ପଇସା ବିଜେଡି ପଇସା ଖର୍ଚ୍ଚ କରୁଥିଲା ଏଥର ଖର୍ଚ୍ଚ କରିପାରିଲା ଟଙ୍କା ତ ବାହାରି ପାରିଲାନି ଆଉ ଥୁଆ ହେଇ ତା ଭିତରେ ବାହାରି ପାରିଲା ତ ସୁରବାବୁ ଆଉ ଗୋଟେ କଥା ଯେ ଆଗକୁ ଆପଣ ଭାବୁଛନ୍ତି ଭାରତୀୟ ଜନତା ପାର୍ଟି ସରକାରରେ ବଡ଼ ବଡ଼ ଘଟଣା ଘଟିବାକୁ ଯାଉଛି ଓଡ଼ିଶାରେ ସଫା ହେଇଯିବେ ସେ ନଥବେ ଆଉ କେମିତି ଜଣା ପଡ଼ିଗଲାଣି ଆକାଶରେ ଯେଉଁ ରୋଡ୍ ଶୋ କଲା ରାହୁଲ ଗାନ୍ଧୀ ଗ୍ରାଣ୍ଡ ସକ୍ସେସ୍ ଭାରତ ଯୋଡ଼ 50ରୁ 100 ଆସିଲାଣି MP 223 ଆସିଲାଣି ଇଣ୍ଡିଆ ମିଟ ଆପଣ ତ କଂଗ୍ରେସ ଭବନରେ ପଶି ପାରିବେନି ଏତେ ପ୍ରଶଂସା ମୁଁ କଂଗ୍ରେସରେ ଅଛି ମଲା ପର୍ଯ୍ୟନ୍ତ ରହିବି କଂଗ୍ରେସ ଭବନରେ ବିଜେପି ପଶିବି ବୋଲି ମୁଁ ଆୟୋଜନ କରିଥିଲି କାଲି ଗୋଟେ ବିରାଟ ଆନ୍ଦୋଳନ ମୋତେ କଂଗ୍ରେସ ବାଲା ଅନୁରୋଧ କଲେ ଯୁବକରେ ଛାତ୍ର ମହିଳା ନେତାମାନେ ଆଉ ଘୁଞ୍ଚେଇ ଦିଅନ୍ତୁ ଆମେ 5 ତାରିଖ ଦିନ ସାରା ରାଜ୍ୟ SPFC ଘେରାଉ କରୁଛୁ ଆପଣ ଅନ୍ୟ ଦିନ କରିବେ ମୁଁ ସେଠୁ ଆମ ଭାଇମାନଙ୍କୁ କହିଛି କଂଗ୍ରେସ ଲୋକ ଆମ ନାଗରିକମାନେ ଆମ ଭଳିଆ ନାଗରିକ ଯେଉଁମାନେ କରିଛୁ ସରିଯାଉ ରଥଯାତ୍ରା ସରିଯାଉ ସୁନାବେଶ ସରିଗଲା ପରେ ଗୋଟେ ଦିନ ସଚିବାଳୟ ଘେରାଉ ହେବ ହଁ କାହିଁକି ତମେ କଂଗ୍ରେସ ଅଫିସରେ ପଶିଲ 140 ବର୍ଷର ଦଳ କଂଗ୍ରେସ ଦଳ ଆମ ଇତିହାସରେ କୌଣସି ଅନ୍ୟ ଦଳ କେଉଁ ଦଳ ଅଫିସରେ ପଶିନି ୟାର ଯଦି ଜବାବ ତମେ ନ ଦେବ ବିରାଟ ଆନ୍ଦୋଳନ ହେବ ଶରଦ ପଟ୍ଟନାୟକ ରିଜାଇନ୍ କରିବା ଉଚିତ AICC କହିବ ମୁଁ କହିପାରିବି ତାଙ୍କର AICC ଆପଣଙ୍କ ଉପରୁ ବହିଷ୍କାର ଉଠିବା ଉଚିତ AICC କରିବ ଯେ ସେ ମୁଁ କହିବିନି ସେ ଯଦି ମନକୁ କରିବ ମୋର ଆପତ୍ତି ନାହିଁ କିନ୍ତୁ ନ ଉଠେଇଲେ ବି ଆପଣ କଂଗ୍ରେସ ଦି ପୁଅ ପାଇଁ ଲାଗିବେ ହଗା ନଗା ଏ ପୁଅ କ'ଣ କହିବ ମୋର ଶୁଣିବାର ନାହିଁ ସେ ପୁଅ କ'ଣ କହିବ ଶୁଣିବାର ମୁଁ ବୋପା ମୋ ଚଏସ୍ ସେ ତାକୁ ଚଏସ୍ କଲା ନବୀନ କି ଇଏ ଚଏସ୍ କଲା ରାହୁଲ ଗାନ୍ଧୀ କି ମୁଁ ରେଡ଼ି ଏବଂ ଯେତିକି ପଇସା ମୁଁ ଖର୍ଚ୍ଚ କରେ ୟା ପାଇଁ ଯେତିକି ତା ପାଇଁ ସେତିକି ଟଙ୍କାଟା ବି ଅଧିକା ୟାର ନାହିଁ କି ତାର ତ ଇଲେକ୍ସନ ପରେ ପୁଅମାନେ ଆପଣଙ୍କୁ କ'ଣ କହିଲେ
आशीर्वाद दिन मुझे पेसेंस लोक काम कर 5टा वर्ष झाँकिन पड़ेब मु 6 थर जीती 4 थर हारी खातिर ना मो हारिया दिन भी लोक सेवार जाए तो इलेक्शन पूर्व जो गंडगोल थिला बा मानसिक स्तर रे जो टिके मतभेद होउथला इलेक्शन परे बंद ना 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 आम ब्लड आमर गोटे खंडायत ब्लड आम सब खड़ खड़ होबू दरकार पड़ा एकदम जोड़ हो समस्त बर्तमान हाँ महिषी सिंह आम से बड़ पुओ मोर गोटे हीरा सिद्धार्थ हाँ एनडीए से होता एनडीए पाइला कंपनी सेक्रेटरी ऑल इंडिया ये अमेरिकार गोटे डायरेक्टर विराट विराट एवरेस्ट 7टा पहाड़ चढ़ी पताका उड़े तिरंग पताका जगन्नाथ पताका पाइक पताका आयरन मैन दौड़ी पहरिकी अमेरिका ये सान 150 देश को प्लेन नहीं 150 देश प्लेन पहुँचे सुरबाबू आगु को 5 वर्ष आप केमती देखुं भारतीय जनता पार्टी सरकार ना ना भल हेन कारण ये जो जोड़े लोक को लेकिन जाइए गोटे नीतीश कुमार महासुविधावादी से कौन ता सुविधार जो टी अनुभव फटकिन उठर सरकार ओडिशा रे कौन हम तापर जाऊँगी नाइट परम सुविधा ससुरटक मार देता से एनटी रामाराव को महासुविधा चेयर पे मरीगला ता ससुरटा जहाँ पे दल आसला से महासुविधावादी ये दीज केत पड़े सरकार पड़े कहीं जापर से सरकार पड़े ये परदिन पड़े हाँ आ बिजु जनता दल भाग्य कौन हम बोली बढ़िया बढ़िया हम पांड्यान बाबू अच्छा बर्तमान ए नवीन ताकू छाड़ी पार सी छाड़ी पार कहीं निबिड़ संपर्क कारण कौन जदि नवीन बाबू इंडिया रे ना कमें ओडिशा रे काम लोक पाखे अच्छा ये कम जरिया से पांड्यान रोल बहुत से छाड़ी पारे पांड्यान को छाड़ी पारे ना बबी बबी दास कई क्या छाड़ी पारे सब गोटे अच्छा तो बीजेडी बर्तमान तांकरी कंट्रोल रे अच्छी से कंट्रोल से नवीन सुप्रीम हाँ कहीं काटिकी आगे जापर मुझे जानी आपण बबी दास घर जो भांगिक से गले आपड़ से प्रशंसा कले आपंकर जुक्ति से कौन जुक्ति हूँ मु मोर क्वार्टर पाई फरेस्ट पार्क रे गोटे पीएन क्वार्टर कर गोटे ड्राइवर क्वार्टर कर फूल गछ लगे आप कौन एमती एडे बड़ घर करते हाँ 2टा से एत पैसा नाला जीतिक मुझे क्वार्टर छाड़ी भांगी दी आसली से गुड़े पैसा खर्च करला गेस्ट रूम अमक सब प्रकार करला हारीगला क्वार्टर छाड़ ता जिन से नहीं गला अधिका कौन ए ठीक कर सब मु पचारुची चल कौ नेता कौ ऑफिसर कौ यूनिट की जीव यूनिट 1 गल जिते क्वार्टर अच्छे सबुतर ब्रांच दुकान सब खोली ना ना हाट चारिपाख जाक कौ सत्यनगर जा शहीदनगर जा चंद्रशेखपुर जा परमुंडा जा यूनिट 8 जा अरे बाबू लोके बंची जाइए खंडे क्वार्टर से पाई से रही किसी लोक छोट बेपार कर बंची जाइए समस्ते आ से एकुटिया कर पकईले तो आप ए 5 वर्ष आपण पुणी सक्रिय रहिबे आ टार्गेट कर पूरा मु 2029 पर्यंत दी पुओ पे पूरा सक्रिय पूरा डे एंड नाइट हाँ सबू प्रोग्राम आपनकर बयस केते वर्तमान हला 80 अगस्त 10 रु 81 चलिबो 81 81 वर्ष बयस रे सुरबाबू पुणी 2029 निर्वाचन को आखिया मुठिया बिनी दुई पुओ ठिया दी पुओ ठिया आ आपण मार्गदर्शक हेबे बस पुणी सक्रिय रहिबे आ इलेक्शन ने दुई पुओ हारि जिबा सत्वे से निजे निर्वाचन लड़ी नांती एथर 2029 को टार्गेट करूचंती सुर राउतराय बयस 81 धन्यवाद सुरबाबू आपनकर मत धन्यवाद आपण मानू समस्त की ओ ब्यूटीफुल